ଅଙ୍କରବୋଟ ଟେମ୍ପୁଲ 1200 ଶତାବ୍ଦୀ ମଧ୍ୟରେ ପ୍ରଚଳିତ ଥିବା ବାସ୍ତୁକଳାର ଏକ ଚମତ୍କାରିତା। ଏହି ମନ୍ଦିର କମ୍ବୋଡିଆର ଅଙ୍କରଠାରେ ରହିଛି। ଏହା ବିଶ୍ୱର ସବୁଠାରୁ ବୃହତ ହିନ୍ଦୁ ମନ୍ଦିର। ଏହାର କାରିଗରୀ ଜ୍ଞାନକୌଶଳ ଖମ୍ରେ ସାମ୍ରାଜ୍ୟରେ ଥିବା ସ୍ଥାପତ୍ୟ କଳାର ଏକ ନିଚ୍ଛକ ଉଦାହରଣ। ଦକ୍ଷିଣ ଏସିଆ ଇତିହାସରେ ଖମ୍ରେ ସାମ୍ରାଜ୍ୟ ଏକ ବୃହତ ଶକ୍ତିଶାଳୀ ସାମ୍ରାଜ୍ୟ ଭାବରେ ଅଙ୍କରଠାରେ ଗଢ଼ି ଉଠିଥିଲା। ନବମ ଶତାବ୍ଦୀରୁ 13ଶହ ଶତାବ୍ଦୀ ମଧ୍ୟରେ ଏହି ସାମ୍ରାଜ୍ୟ ତାର ସ୍ଥାପତ୍ୟ କଳାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସେଥିମଧ୍ୟରୁ ଅଙ୍କରବୋଟ ଟେମ୍ପୁଲ ଏକ ବରିଷ୍ଠ ପ୍ରତିଛବି। ଖମେର ବଂଶର ରାଜା ସୂର୍ଯ୍ୟବର୍ମନ ଦ୍ୱିତୀୟଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଏହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କୁ ସ୍ଥାପନା କରାଯାଇଥିଲା। 400 ଏକରରେ ନିର୍ମାଣ କରାଯାଇଥିବା ଏହି ମନ୍ଦିର ଆଜି ସର୍ବବୃହତ ଧାର୍ମିକ ସ୍ଥଳ ଭାବରେ ଗଣାଯାଏ। ଏହାର ମହତ୍ତ୍ୱ କେବଳ ସ୍ଥାପତ୍ୟ ଏବଂ ଧାର୍ମିକ ସ୍ଥଳ ଭାବରେ ସୀମିତ ନୁହେଁ। ଏହାର ସୁନ୍ଦରତା, ବିଶାଳତା ଏବଂ ଇତିହାସକୁ ନେଇ ମନରେ ଅନେକ ପ୍ରଶ୍ନ ଉଙ୍କି ଉଠେ। ଘନ ଜଙ୍ଗଲ ମଧ୍ୟରେ ନିର୍ମାଣ କରାଯାଇଥିବା ଏହି ମନ୍ଦିର ଏତେ ପ୍ରମୁଖ ଯେ ଏହି ମନ୍ଦିରକୁ କମ୍ବୋଡିଆର ନ୍ୟାସନାଲ ଫ୍ଲାଗ ମଧ୍ୟରେ ସ୍ଥାନ ଦିଆଯାଇଛି। 802ରୁ 1431 ମଧ୍ୟରେ ଶାସନ କରୁଥିବା ଖମ୍ରେ ସାମ୍ରାଜ୍ୟ, ଯାହାର ରାଜଧାନୀ ଅଙ୍କରଥମ୍, ଏହାକୁ ମଧ୍ୟ ୟଶୋଧରପୁର ନାମରେ ଜଣାଯାଏ। 1100ରୁ 1300 ମଧ୍ୟରେ ଏହି ସାମ୍ରାଜ୍ୟ ବାଣିଜ୍ୟ, ଶିଳ୍ପ, କଳା ପାଇଁ ଏକ ସୁବର୍ଣ୍ଣ ଯୁଗ ଥିଲା। ଏହି ବଂଶର ରାଜା ସୂର୍ଯ୍ୟବର୍ମନ ଦ୍ୱିତୀୟ ଅଙ୍କରବୋଟ ମନ୍ଦିର ନିର୍ମାଣ କରିଥିଲେ। 900 ବର୍ଷ ପୂର୍ବେ ନିର୍ମାଣ କରାଯାଇଥିବା ଏହି ମନ୍ଦିର ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ସମେତ ରାମାୟଣ ଏବଂ ମହାଭାରତର କଥାକୁ ମଧ୍ୟ ସ୍ଥାନ ଦିଆଯାଇଥିଲା। କିନ୍ତୁ ସୂର୍ଯ୍ୟବର୍ମନ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଭିଏତନାମର ଶାସକ ଜୟବର୍ମନ ସପ୍ତମ ଖମେର ସାମ୍ରାଜ୍ୟ ଉପରେ ନିଜର ଆଧିପତ୍ୟ ସ୍ଥାପନ କରିଥିଲେ। ବୁଦ୍ଧିଜିମ୍ରେ ଶ୍ରଦ୍ଧା ରଖୁଥିବା ଜୟବର୍ମନ ସପ୍ତମ ମନ୍ଦିରରେ ଥିବା ହିନ୍ଦୁ ଦେବାଦେବୀଙ୍କୁ ହଟାଇ ବୁଦ୍ଧିଜିମ୍କୁ ସ୍ଥାପନ କରିଥିଲେ। ଜୟବର୍ମନ ସପ୍ତମଙ୍କ ଶାସନରେ ଅତିଷ୍ଠ ହୋଇ ମୁଖ୍ୟ ଅଧିବାସୀ ଧୀରେ ଧୀରେ ଏହି ସ୍ଥାନ ଛାଡ଼ି ଅନ୍ୟତ୍ର ରହିବାରେ ଲାଗିଲେ। ପ୍ରାୟ 1500 ଶତାବ୍ଦୀ ବେଳକୁ ଏହି ମନ୍ଦିର ଜନଶୂନ୍ୟ ହେବାରେ ଲାଗିଲା। ଏହି ସ୍ଥାନ ଜନଶୂନ୍ୟ ହେବା ଫଳରେ ମନ୍ଦିରର ତଦାରଖରେ ଅବହେଳା ଯୋଗୁଁ ଏହି ମନ୍ଦିରର ସୁନ୍ଦରତା, ତାର କାରୁକାର୍ଯ୍ୟ ଦୁନିଆ ଆଖିରୁ ଲୁଚିଗଲା। 1860 ମସିହାରେ ଫ୍ରାନ୍ସର ଟ୍ରାଭେଲର ହେନରୀ ମୁହଟ ଏହି ମନ୍ଦିରକୁ ଲୋକଲୋଚନକୁ ଆଣିଥିଲେ ଏବଂ ଅଙ୍କରବୋଟର ସୁନ୍ଦରତା, ବିଶାଳ ସ୍ଥାପତ୍ୟ କଳାକୁ ବିଶ୍ୱରେ ପୁନର୍ବାର ପରିଚିତ କରାଇଥିଲେ। ଏହି ମନ୍ଦିରର ସୁରକ୍ଷା ପାଇଁ ଚାରିପାଖରେ ବିରାଟ ଘାଇ ରହିଛି। ଏହାର ଗଭୀରତା 700 ଫୁଟ ଏବଂ ଚଉଡ଼ା 623 ଫୁଟ। ଏହି ଘାଇ ମଧ୍ୟରେ ସବୁ ସମୟରେ ପାଣି ରହିଥାଏ। ଘାଇକୁ ପାର କରିବା ପାଇଁ ମନ୍ଦିରର ପଶ୍ଚିମ ଦ୍ୱାରରେ ଏକ ପୋଲର ନିର୍ମାଣ କରାଯାଇଛି। ଏହି ମନ୍ଦିରର ଚାରିପାଖରେ ପ୍ରାୟ 3 କିଲୋମିଟର ପ୍ରାଚୀର ନିର୍ମାଣ କରାଯାଇଛି। କୁହାଯାଏ ଏହି ମନ୍ଦିର ମାଉଣ୍ଟ ମେରୁର ରୂପରେଖ। ମୁଖ୍ୟ ମନ୍ଦିର ସମେତ ଚାରିପାଖେ ଛୋଟ ଛୋଟ ମନ୍ଦିର ମଧ୍ୟ ରହିଛି, ଯାହା ଏହାକୁ ପିରାମିଡର ଭ୍ରମ ସୃଷ୍ଟି କରିଥାଏ। ମୁଖ୍ୟ ମନ୍ଦିରର ଉଚ୍ଚତା 699 ଫୁଟ ଥିବାବେଳେ ଏହାକୁ ୟୁନେସ୍କୋ ୱାର୍ଲଡ ହେରିଟେଜ ସାଇଟ୍ ଭାବରେ ମାନ୍ୟତା ଦିଆଯାଇଛି। ଏ ତ ଥିଲା ବିଶ୍ୱରେ ଥିବା ସର୍ବବୃହତ ହିନ୍ଦୁ ମନ୍ଦିର ବିଷୟରେ। ଯଦି ଆପଣଙ୍କୁ ଏ ଭିଡ଼ିଓ ଭଲ ଲାଗିଥାଏ, କମେଣ୍ଟ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଜମାରୁ ଭୁଲିବେ। ଧନ୍ୟବାଦ।